ବନ୍ଧୁଗଣ, ଆପଣ ରାମାୟଣର କଥା ପଢିଥିବେ କିମ୍ବା ଶୁଣିଥିବେ, ଯେଉଁଥିରେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଜୀବନୀ ବିଷୟରେ ବହୁ ବିସ୍ତାର ଭାବରେ ବର୍ଣ୍ଣିତ ହୋଇଛି। କିନ୍ତୁ ରାମାୟଣରେ ଏପରି କିଛି ରହସ୍ୟ ରହିଛି ଯାହା ଆପଣ କେବେ ଶୁଣି ନଥିବେ। ବନ୍ଧୁଗଣ, ଆମେ ସମସ୍ତେ ଏହା ଜାଣିଛନ୍ତି କି ରାବଣ ମାତା ସୀତାଙ୍କୁ ହରଣ କରି ଅଶୋକ ବାଟିକାରେ ରଖିଥିଲା। କିନ୍ତୁ ବନ୍ଧୁଗଣ, କଣ ଆପଣ ଏହା ଜାଣିଛନ୍ତି ଯେଉଁ ସମୟରେ ମାତା ସୀତା ଅଶୋକ ବାଟିକାରେ ଥିଲେ, ତେବେ ସର୍ପ ରୂପରେ ତାଙ୍କୁ ଭେଟିବା ପାଇଁ କିଏ ଆସିଥିଲେ? ଏହା ସହ ତାଙ୍କୁ କାହିଁକି ମାତା ସୀତାଙ୍କୁ ଭେଟିବା ପାଇଁ ସର୍ପ ରୂପ ଧାରଣ କରିବାକୁ ପଡିଥିଲା? ଯଦି ଏହି ରହସ୍ୟ ବିଷୟରେ ଆପଣ ଅଜଣାଛନ୍ତି, ତେବେ କାହାଣୀଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ। ବନ୍ଧୁଗଣ, ଏହି ପ୍ରସଙ୍ଗ ସେହି ସମୟର ଯେବେ ମାତା ସୀତାଙ୍କୁ ରାବଣ ବନ୍ଦୀ କରି ଅଶୋକ ବାଟିକାରେ ରଖିଥିଲା। ଫଳରେ ସେଠାକୁ କୌଣସି ଅସୁର ଆସିପାରୁଥିଲା ନା ଦେବତା। ସେହି ସମୟରେ ମାତା ସୀତା ଅଶୋକ ବାଟିକାରେ ବ୍ୟାକୁଳ ଅବସ୍ଥାରେ ଥିଲେ, କାରଣ ମାତା ସୀତା ଲଙ୍କାର ଅର୍ଣ୍ଣ ଜଳକୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ। ମାତା ସୀତାଙ୍କୁ ଅଶୋକ ବାଟିକାରେ ଭୋକ ଉପାସରେ ରହିବାର ବହୁତ ସମୟ ବିତି ଯାଇଥିଲା, କିନ୍ତୁ ଏହା ପରେ ମଧ୍ୟ ମାତା ସୀତା ଲଙ୍କାର ଅର୍ଣ୍ଣ ଜଳକୁ ଗ୍ରହଣ କରିନଥିଲେ। ଫଳରେ ଏହି କଥାକୁ ନେଇ ସବୁ ଦେବୀ ଓ ଦେବତା ବହୁ ଚିନ୍ତିତ ଥିଲେ। ଏହି ସମୟ ମଧ୍ୟରେ ମାତା ସୀତାଙ୍କୁ ଭେଟିବା ପାଇଁ ଏକ ସର୍ପ ଆସିଥାଏ ଏବଂ ଏହି ସର୍ପ ମାତା ସୀତାଙ୍କୁ ଏପରି ଏକ ଜିନିଷ ଦେଇଥାଏ ଯାହାରି କାରଣରୁ ମାତା ସୀତା ଲଙ୍କାରେ 1 ବର୍ଷ ରହିଥିଲେ ମଧ୍ୟ ତାଙ୍କୁ ନା ଭୋକ ଲାଗିଥିଲା ନା ଶୋଷ। ଶେଷରେ ଏହି ସର୍ପ କିଏ ଥିଲା ଓ ସେ କେଉଁ ଜିନିଷଟି ମାତା ସୀତାଙ୍କୁ ପ୍ରଦାନ କରିଥିଲା, ଯାହାକୁ ଖାଇବା ପରେ ମାତା ସୀତାଙ୍କୁ ଭୋକ କିମ୍ବା ଶୋଷ ହୋଇନଥିଲା? ତେବେ ଆସନ୍ତୁ ଏହି କଥାକୁ ବିସ୍ତୃତ ଭାବରେ ଜାଣିବା। ବନ୍ଧୁଗଣ, ଯେବେ ଲଙ୍କାରେ ମାତା ସୀତା ଅନ୍ନ ଜଳ ଗ୍ରହଣ କରୁନଥିଲେ, ତେବେ ଏହାକୁ ଦେଖି ବ୍ରହ୍ମା ବହୁତ ଚିନ୍ତିତ ହୋଇଗଲେ। ବ୍ରହ୍ମାଙ୍କ ଏପରି ବ୍ୟସ୍ତ ହେବାର କାରଣ ଏହା ଥିଲା କି ଯଦି ମାତା ସୀତା ଲମ୍ବା ସମୟ ପର୍ଯ୍ୟନ୍ତ ଅନ୍ନ ଜଳ ଗ୍ରହଣ କରିବେ ନାହିଁ, ତେବେ ସେ ନିଜ ଦେହକୁ ତ୍ୟାଗ କରିଦେବେ। ଫଳରେ ଏହି କଥା ଯେବେ ରାମ ଜାଣିବେ, ତେବେ ସେ କ୍ରୋଧରେ ଆସି ପୁରା ସୃଷ୍ଟିର ନାଶ କରିଦେବେ। ଏହି ସବୁ କଥାରେ ବ୍ୟସ୍ତ ହୋଇ ବ୍ରହ୍ମା ଏକ ଯୋଜନା ଭାବିଲେ, ଯାହାରି ଅନ୍ତର୍ଗତ ବ୍ରହ୍ମା ଏପରି ଏକ କ୍ଷୀରି ପ୍ରସ୍ତୁତ କଲେ ଯାହାକୁ ଖାଇବା ପରେ କେବେ ବି 10,000 ବର୍ଷ ପର୍ଯ୍ୟନ୍ତ ଭୋକ ଓ ଶୋଷ ଲାଗିବ ନାହିଁ। ଏହି କ୍ଷୀରିର ନିର୍ମାଣ ବ୍ରହ୍ମଦେବ ତ କରିଦେଲେ, କିନ୍ତୁ ପ୍ରଶ୍ନ ଏହା ଉଠିଥାଏ କି ଏହି କ୍ଷୀରିକୁ ମାତା ସୀତାଙ୍କ ପାଖକୁ କିପରି ପଠାଯାଇପାରିବ? କାରଣ ଲଙ୍କାରେ ଯଦି କୌଣସି ଦେବତା ପ୍ରବେଶ କରେ, ତେବେ ରାବଣ ଓ ତାର ରାକ୍ଷସ ସୈନିକ ତାଙ୍କୁ ଦେଖିନେବେ ଏବଂ ତାଙ୍କୁ ବନ୍ଦୀ କରିଦେବେ। ତାହା ସହିତ ମାତା ସୀତାଙ୍କ ପାଖକୁ ଏହି କ୍ଷୀରି କେବେ ବି ପହଞ୍ଚି ପାରିବ ନାହିଁ। ଏହି କାରଣରୁ ବ୍ରହ୍ମଦେବ ଏକ ଯୋଜନା ପ୍ରସ୍ତୁତ କଲେ, ଯାହା ଫଳରେ ବ୍ରହ୍ମା ଇନ୍ଦ୍ରଦେବଙ୍କୁ ସ୍ମରଣ କଲେ। ଇନ୍ଦ୍ରଦେବ ନିଜ ହାତୀ ଉପରେ ସବାରି କରି ବ୍ରହ୍ମାଙ୍କ ପାଖକୁ ଗଲେ। ଫଳରେ ବ୍ରହ୍ମଦେବ ଇନ୍ଦ୍ରଙ୍କୁ କହିଲେ, ହେ ଇନ୍ଦ୍ରଦେବ, ଏହା କ୍ଷୀରି ଅଟେ ଏବଂ ଏହି କ୍ଷୀରିକୁ ଆପଣ ମାତା ସୀତାଙ୍କୁ ଖୁଆଇବାକୁ ପଡିବ। କାରଣ ଏହି କ୍ଷୀରିକୁ ଖାଇବା ପରେ ମାତା ସୀତାଙ୍କୁ ପର 10,000 ବର୍ଷ ପର୍ଯ୍ୟନ୍ତ ନା ଭୋକ ଲାଗିବ ନା ଶୋଷ ଲାଗିବ, ଯାହାରି କାରଣରୁ ମାତା ସୀତା ଅଶୋକ ବାଟିକାରେ ନିଜର ଜୀବନ ବହୁ ଆରାମରେ ଅତିବାହିତ କରିପାରିବେ। କିନ୍ତୁ ଏହାପରେ ବ୍ରହ୍ମଦେବ ଇନ୍ଦ୍ରଙ୍କୁ କହିଲେ କି ସମସ୍ୟା ଏହା କି ଶେଷରେ ଲଙ୍କାରେ ଆପଣ ପ୍ରବେଶ କିପରି କରିବେ? କାରଣ ଏହି କ୍ଷୀରି ସହିତ ଲଙ୍କାରେ ପ୍ରବେଶ କରିବା ବହୁ ବିପଦରେ ପରିପୂର୍ଣ୍ଣ। ଯେବେ ରାବଣକୁ ଏହା ଜଣାପଡିବ କି ତାଙ୍କରି ରାଜ୍ୟକୁ ଇନ୍ଦ୍ରଦେବ ଆସିଛନ୍ତି, ତେବେ ସେ ଆପଣଙ୍କୁ ମଧ୍ୟ ବନ୍ଦୀ କରିଦେବେ ଏବଂ ଏଭଳି ସ୍ଥିତିରେ ସବୁ ଦେବତା ବିଚଳିତ ହୋଇଯିବେ। ଏହି କାରଣରୁ ଏହି କାମ ଆପଣଙ୍କୁ ବଡ଼ ସାବଧାନର ସହ କରିବାକୁ ପଡିବ। ଏହା ଉପରେ ଇନ୍ଦ୍ରଦେବ ବ୍ରହ୍ମାଙ୍କୁ କହିଲେ କି ହେ ପ୍ରଭୁ, ଯେଉଁ କାର୍ଯ୍ୟ ଆପଣ ମୋତେ ପ୍ରଦାନ କରିଛନ୍ତି, ସେହି କାର୍ଯ୍ୟକୁ ମୁଁ ନିଶ୍ଚୟ ପୂର୍ଣ୍ଣ କରିବି। ଏହି କାର୍ଯ୍ୟକୁ ନେଇ ଆପଣ ନିଶ୍ଚିତ ରୁହନ୍ତୁ। ଏହାପରେ ଇନ୍ଦ୍ରଦେବ ଏକ ସର୍ପ ରୂପ ଧାରଣ କରି ଲଙ୍କାରେ ପ୍ରବେଶ କରିଲେ। କାରଣ ସର୍ପ ହିଁ ଏମିତି ଏକ ଜୀବ ଅଟେ, ବିନା ଆହାଟ ଏବଂ ବିନା କାହାରି ନଜରରେ ମାତା ସୀତାଙ୍କ ପର୍ଯ୍ୟନ୍ତ ଏହି କ୍ଷୀରିକୁ ପହଞ୍ଚାଇ ପାରିବ। ଇନ୍ଦ୍ରଦେବ ସର୍ପ ରୂପ ଧାରଣ କରି ମାତା ସୀତାଙ୍କ ସମ୍ମୁଖରେ ଏହି କ୍ଷୀରିକୁ ନେଇ ପ୍ରସ୍ତୁତ ହେଲେ। ଯେବେ ମାତା ସୀତା ଏହା ଦେଖିଲେ କି ତାଙ୍କ ଆଗରେ ଏକ ସାପ ରହିଛି, ତେବେ ମାତା ସୀତା ଏହାକୁ ନେଇ ବିଚଳିତ ହୋଇଗଲେ। ଫଳରେ ସୀତା ଏହି ସାପକୁ ଦେଖି ଭାବିଲେ କି ଏହି ସାପ
କୌଣସି ଏକ ରାକ୍ଷସ କିମ୍ବା ଅସୁର ତ ନୁହଁ। ମାତା ସୀତାଙ୍କୁ ବିଚଳିତ ହେବା ଦେଖି ଇନ୍ଦ୍ରଦେବ ସ୍ୱୟଂ ହିଁ ମାତା ସୀତାଙ୍କୁ ନିଜର ପରିଚୟ ଦେଲେ ଏବଂ ଇନ୍ଦ୍ରଦେବ କହିଲେ, ହେ ମାତା, ମୁଁ ଇନ୍ଦ୍ରଦେବ ଅଟେ। କିନ୍ତୁ ମାତା ସୀତା ତାଙ୍କରି ଉପରେ ଭରସା କଲେ ନାହିଁ। ଏହାପରେ ସୀତା ନିଜର ତପବଳରେ ଏହା ଦେଖିଲେ କି ବାସ୍ତବରେ ସେ ଇନ୍ଦ୍ରଦେବ ଅଟନ୍ତି। ଫଳରେ ମାତା ସୀତା ଇନ୍ଦ୍ରଦେବଙ୍କୁ ଏଠାକୁ ଆସିବାର ପ୍ରୟୋଜନ ପଚାରିଲେ। ଏହାପରେ ଇନ୍ଦ୍ରଦେବ ମାତା ସୀତାଙ୍କୁ କହିଲେ କି, ହେ ମାତା, ଆପଣ ଲଙ୍କାରେ ଅନ୍ନ ଜଳ ଗ୍ରହଣ କରୁନାହାନ୍ତି। ଏହି କଥାକୁ ନେଇକରି ବ୍ରହ୍ମାଙ୍କ ସମେତ ସବୁ ଦେବୀ ଓ ଦେବତା ଚିନ୍ତିତ ଅଛନ୍ତି। ଏହି କାରଣରୁ ସ୍ୱୟଂ ବ୍ରହ୍ମଦେବ ଆପଣଙ୍କ ପାଇଁ ଏହି କ୍ଷୀରିର ନିର୍ମାଣ କରିଛନ୍ତି, ଯାହାକୁ ଖାଇବା ପରେ ଆପଣଙ୍କୁ 10,000 ବର୍ଷ ପର୍ଯ୍ୟନ୍ତ କୌଣସି ଭୋକ କିମ୍ବା ଶୋଷ ଲାଗିବ ନାହିଁ। ଏହି ହେତୁ ହେ ମାତା, କୃପା କରି ଆପଣ ଏହି ପ୍ରସାଦକୁ ଗ୍ରହଣ କରନ୍ତୁ ଏବଂ ଏହାକୁ ଖାଇବା ପରେ ଆପଣଙ୍କୁ ଲଙ୍କାରେ କୌଣସି ଅନ୍ନ ଜଳ ଗ୍ରହଣ କରିବାକୁ ପଡ଼ିବ ନାହିଁ। ମାତା ସୀତା ଯେବେ ଇନ୍ଦ୍ରଦେବଙ୍କ ଏହି ବଚନକୁ ଶୁଣିଲେ, ତେବେ ମାତା ସୀତା ପ୍ରଥମେ ଏହା ମନା କରିଦେଲେ ଓ କହିଲେ କି ମୋତେ ଲଙ୍କାରେ କୌଣସି ପ୍ରକାରର ଅନ୍ନ ଜଳ ଗ୍ରହଣ କରିପାରିବି ନାହିଁ। କିନ୍ତୁ ଇନ୍ଦ୍ରଦେବ ଯେବେ ମାତା ସୀତାଙ୍କୁ ହାତ ଯୋଡ଼ି ପ୍ରାର୍ଥନା କଲେ, ତେବେ ମାତା ସୀତା ଇନ୍ଦ୍ରଦେବଙ୍କ ଏହି ବଚନକୁ ଗ୍ରହଣ କରି ପ୍ରସାଦ ରୂପୀ କ୍ଷୀରିକୁ ସେବନ କଲେ। ଏହାପରେ ମାତା ସୀତାଙ୍କୁ କେବେ ବି ଅଶୋକ ବାଟିକାରେ ଭୋକ କିମ୍ବା ଶୋଷ ଲାଗିଲା ନାହିଁ। ଏହା ସହ ସୀତା କେବେ ବି ଲଙ୍କାରେ ଅନ୍ନ ଜଳର ଗ୍ରହଣ କଲେ ନାହିଁ। ତେବେ ବନ୍ଧୁଗଣ, ଏହି ପ୍ରସଙ୍ଗ ମାଧ୍ୟମରେ ଆପଣ ଜାଣିପାରିଥିବେ କି ମାତା ସୀତାଙ୍କୁ ଅଶୋକ ବାଟିକାରେ ସର୍ପ ରୂପରେ ସ୍ୱୟଂ ଇନ୍ଦ୍ର ଭେଟିବାକୁ ଯାଇଥିଲେ। ଏହା ସହ ଇନ୍ଦ୍ରଦେବ ବ୍ରହ୍ମାଙ୍କ ନିର୍ମାଣ କରାଯାଇଥିବା କ୍ଷୀରିକୁ ସୀତାଙ୍କ ପାଖରେ ପହଞ୍ଚାଇବା ତାଙ୍କର କାର୍ଯ୍ୟ ଥିଲା, ଯାହାକୁ ସେବନ କରିବା ପରେ ମାତା ସୀତାଙ୍କୁ 10,000 ବର୍ଷ ପର୍ଯ୍ୟନ୍ତ ଭୋକ କିମ୍ବା ଶୋଷ ଲାଗିନଥିଲା। ବ୍ରହ୍ମାଙ୍କ ଆଶୀର୍ବାଦ କାରଣରୁ ହିଁ ଏପରି ହୋଇଥିଲା। ବନ୍ଧୁଗଣ, ଆଶା କରୁଛି ରାମାୟଣର ଏହି ପ୍ରସଙ୍ଗଟି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ଆପଣଙ୍କୁ ଏହି ପ୍ରସଙ୍ଗଟି ପସନ୍ଦ ଆସିଥାଏ, ତେବେ କମେଣ୍ଟ ବକ୍ସରେ ଲେଖି ଦିଅନ୍ତୁ ଜୟ ଶ୍ରୀରାମ। ଏହା ସହ ଭିଡିଓକୁ ଲାଇକ୍ କରିବା ସହ ଆମରି ଚ୍ୟାନେଲକୁ ସବସ୍କ୍ରାଇବ କରି